ନିଜର ଯୋଉଟା କୌଳିକ ବୃତ୍ତି ଯୋଉଟା ଯାହାକି ଆମେ ପୁରୁଣା ହିସାବରେ କରି ଆସୁଥିଲୁ, ନୂଆ ପିଲାଙ୍କୁ ଟିକେ ଆଧୁନିକ ଯୁଗର ଯନ୍ତ୍ରପାତି ଟେକ୍ନିକାଲ ସବୁ ଯୋଗେଇ ଦିଆଗଲେ ସିଏ ଆଉ ଟିକେ ଶୀଘ୍ର ହବ, କମ ପରିଶ୍ରମରେ କେମିତି ସେମାନେ କାମ କରିପାରିବେ। ମୋ ନାଁ ହେଉଛି ପଙ୍କଜ ସାହୁ। ଆଉ ମୁଁ ଏଇଟା ପରମ୍ପରା ଏଇ କାମର ଜେନେରେସନ୍ ବାଇ ଜେନେରେସନ୍ ଆମେ କରି ଆସୁଛୁ। ସାର୍ ଆପଣଙ୍କର ମାନେ ଗୋଟେ ପାପୁଲି ନାହିଁ, ତାପରେ ବି ଆପଣ କେମିତି ଡେଡିକେସନ୍ କାମ କରୁଛନ୍ତି ଆଉ କେମିତି ହେଲା ସେ ଜିନିଷକୁ? ଏଇଟା ତ ହେଉଛି ବିଧିର ବିଧାନ, ଆଉ ଈଶ୍ୱରଙ୍କର ଇଚ୍ଛା ଯାହା ସେଟା ପୂରଣ ହେବାକୁ ପାରେ, କିଛି ଅସୁବିଧା ନାହିଁ। ଜିନିଷଟି କଥା ହେଉଛି ଏଇଟା ମୁଁ ଆଗରୁ କରି ଆସୁଥିଲି ପିଲାଦିନରୁ, ପ୍ରାୟ 14 ବର୍ଷରୁ କରି ଆସୁଥିଲି। ମଝିରେ ଏମିତି ଏଇଟା ପାପୁଲିର ଅସୁବିଧା ମୋର ହେଲା ପରେ କିଛି ଦିନ ଯେହେତୁ ହସ୍ତଶିଳ୍ପ ଦି ହାତର ଦେଖନ୍ତୁ, ମୋର ଏକାଗ୍ରତା ନିଷ୍ଠା ଇଏ ସଫଳ ହେଉଛି ନିଶ୍ଚିନ୍ତ। ମୁଁ କର୍ମ କରି ଚାଲିଛି, ଆଉ ଫଳ ତ ଈଶ୍ୱରଙ୍କ ହାତରେ। କିନ୍ତୁ ଏଇଟା ଆନ୍ତର୍ଜାତିକ ମେଳା, ଆମର ସୁରଜକୁଣ୍ଡ ମେଳା ଯେଉଁଟା ହୁଏ ଫରିଦାବାଦରେ, ସେଠି ମୁଁ ଅଂଶଗ୍ରହଣ କରିଥିଲି। ସେଥିରେ ବିଭିନ୍ନ ପ୍ରକାର ତାରକସୀର ଛୋଟ ବଡ଼ଠୁ ନେଇ ସବୁ ପ୍ରକାର ତାରକସୀର ସାମଗ୍ରୀ ସେଠି ଉପସ୍ଥାପନ କରିଥିଲି ନେଇକି। ତା ଭିତରେ ଉଚ୍ଚ କୋଟିର କାମ, ମୋର ଗୋଟେ ଛତ୍ରୀ ବନେଇଥିଲି ସୂକ୍ଷ୍ମ ତାରକସୀରେ, ଆଉ ସେଇଟା ଆନ୍ତର୍ଜାତିକ ସ୍ତରରେ ବହୁତ ଖ୍ୟାତି ଅର୍ଜନ କଲା ସେଠି। ଆଉ ସେଥିପାଇଁକା କଳା ରତ୍ନ ଆୱାର୍ଡ ଯେଉଁଟାକି ମିଳିଲା। ଆଜ୍ଞା, ତ ଆପଣ ଆପଣଙ୍କ କାମକୁ ନେଇକିନା କେତେ ଇଏ କରୁଛନ୍ତି, ମାନେ କେବେଠୁ କାମ ଷ୍ଟାର୍ଟ କଲେଣି ଆଉ କେମିତି କ'ଣ, ମାନେ କେତେ ଟାଇମ୍ ଲାଗିବ ଆପଣଙ୍କୁ ପ୍ରପର୍ ଶିଖିବା ପାଇଁ, ଆଉ ଅବିକା ଆପଣ ଶିଖଉଛନ୍ତି? ଆଜ୍ଞା, ଏଟା ହେଉଛି ଯେହେତୁ ଆମର ପାରିବାରିକ କୌଳିକ ବୃତ୍ତି ବାପା କରୁଥିଲେ ପିଲାଦିନରୁ, ଦେଖେ ଏ କାମ ଦେଖୁଥିଲି। ଦେଖୁ କମ ବୟସରୁ ଏଟାକୁ ଶୀଘ୍ର ମୁଁ ଶିଖିବା ଆରମ୍ଭ କରିଦେଲି। ଆଉ ଶିଖୁ ଶିଖୁ ଏମିତି ପିଲାଦିନରୁ ଯେମିତି ଖେଳୁ ଖେଳୁ ଖେଳାଡ଼ି ହୁଅନ୍ତି, ସେମିତି ଶିଖୁ ଶିଖୁ ମୁଁ ଆଉ ଏ କାମରେ ସାରା ଜୀବନ ପାଇଁକା ମୁଁ ପେଶା ଭାବରେ ଏହାକୁ ଗ୍ରହଣ କରିନେଲି। ଏବଂ ଏଇଥିରେ ମୋର ଲାଇଫ୍ ପୁରା ସମ୍ପୂର୍ଣ୍ଣ ଭାବେ ମୁଁ ଏଇଥିରେ ନିଯୁକ୍ତି ହେଇକି ରହିଲି। ବର୍ତ୍ତମାନ ମୁଁ ସରକାରଙ୍କର ଯେଉଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସେଥିରେ ମୁଁ ପିଲାମାନଙ୍କୁ ଶିକ୍ଷା ଦେଉଛି। ପିଲାମାନେ ଶିଖୁଛନ୍ତି ସେଥିରେ। ନୂଆ ଜେନେରେସନ୍ କେମିତି ଆମର ଆଗକୁ ଯିବେ ଏବଂ ଏ କଳାକୁ ବଞ୍ଚେଇ ରଖିବେ, ସେଥିପାଇଁକା ମୁଁ ଉଦ୍ୟମ ଜାରି ରଖିଛି। ଆଉ ଈଶ୍ୱରଙ୍କର ଇଚ୍ଛା ନିଶ୍ଚିନ୍ତ ଦିନେ ମୋର ପୂରଣ ହେବ। ନୂଆ ଜେନେରେସନ୍, ନୂଆ ପିଲା ଶିଖିବେ, ଶିଖୁଛନ୍ତି ମଧ୍ୟ। ସାର୍, ଆପଣଙ୍କୁ ଲାଗୁଛି ଯେ ଗୋଟେ ମାନେ ଚାନ୍ଦିର ଯେଉଁ କାମ ହେଲା, ଗୋଟେ ନିଖୁଣତାର କାମ, ପିଲାମାନେ ପ୍ରିଫର କରିବେ କି ଏଠି ଆହୁରି ତାକୁ ବଜାୟ ରଖିବା ପାଇଁ ଗୋଟେ ନିଜର ଓନ୍, ଗୋଟେ ଆପଣ ଯେମିତି ନିଜର ଗୋଟେ ଓନ୍ ପର୍ସନାଲିଟି ବନେଇଛନ୍ତି ଏବଂ ବହୁତ ସାରା ଆୱାର୍ଡ଼ ମଧ୍ୟ ପାଇଛନ୍ତି, ସେମିତି ସେ ଗୋଟେ ନ୍ୟାସନାଲ୍ ଲେଭେଲ୍ ଆଉ ଇଭେନ୍ ୱାର୍ଲଡ ଲେଭେଲରେ ବି ନାଁ କରିପାରିବେ। ନିଜର ନିଷ୍ଠା ଏକାଗ୍ରତା ଯଦି ରହିବ, ସେମାନେ ଜାଣିବେ ଏ କାମର ଚାହିଦା ପୃଥିବୀ ପୃଷ୍ଠରେ ଆଗରୁ ତାରକସୀ କାମ ଥିଲେ ବି ସୁଦ୍ଧା ବିଶ୍ୱ ମାନଚିତ୍ରରେ ବର୍ତ୍ତମାନ ଏଇ ଯେଉଁ GI ଟ୍ୟାଗ୍ ମିଳିଲା, ସମସ୍ତେ ଏହାର ଚାହିଦା ହେବ। ପୃଥିବୀର କୋଣ କୋଣରେ ଏ କାମକୁ ସମସ୍ତେ ଚିହ୍ନିବେ ଏବଂ କରିବେ। ଆ ଦ୍ୱାରା ଏ ପିଲାମାନେ ଜ୍ଞାନ ଅର୍ଜନ କରିବେ, ଯେତେବେଳେ ଆର ପ୍ରଶଂସା ପାଇବେ, ନିଜେ ଯେତେବେଳେ କାରିଗର ହେଇପାରିବେ, ନିଶ୍ଚିନ୍ତ ଆଗ୍ରହ ତାଙ୍କର ଆସିବ
ଆଉ ବର୍ତ୍ତମାନ ତ ଏ କମ୍ପ୍ୟୁଟର ଯୁଗରେ ପିଲାମାନେ ମୋବାଇଲ ଦ୍ୱାରା ସବୁ ଇଏ କରୁଛନ୍ତି। ଆକୁ ଟିକେ ନାକୁ ଆମର ଯୋଉ ଟ୍ରାଡିସନାଲ ଏଥିପାଇଁକା ଉଦ୍ୟମ ଜାରି ରଖିଛି ମୁଁ। କଟକରୁ ରୋଜାଲିନ୍ ଦାସଙ୍କ ରିପୋର୍ଟ ଲୋକାଲିଟି।